ଦେଖନ୍ତୁ ସରକାରଙ୍କର ଭୟରେ ସରକାର ସମ୍ପୂର୍ଣ୍ଣ ଭୟରେ ବିଧାନସଭା ଡାକୁ ନଥିଲେ। ନାରୀ ନିର୍ଯାତନା, ଛାତ୍ରୀ ନିର୍ଯାତନା, ଛାତ୍ରୀ ଆତ୍ମହତ୍ୟା, ନାରୀ ଆତ୍ମହତ୍ୟା ଏ ପରିପ୍ରେକ୍ଷୀରେ ଭୟରେ ଡାକୁ ନଥିଲେ। ବର୍ତ୍ତମାନ ଯେତେବେଳେ ଟିକେ ଷ୍ଟେବୁଲ କୁ ଆସିଛି ସେଇଥିପାଇଁ ସରକାର ବିଧାନସଭା ଆସନ୍ତା ମାସରେ ଡାକିଛନ୍ତି। 18 ରୁ 25 ଡାକିଛନ୍ତି। ବହୁତ ଡେରିରେ ଡାକିଛନ୍ତି। ଶୀତକାଳୀନ ବର୍ଷାକାଳୀନ ଆଉ ଶୀତକାଳୀନକୁ ଏମାନେ ଯଦି ଉପେକ୍ଷିତ କରିବେ ତାହେଲେ ଗଣତନ୍ତ୍ରକୁ ହତ୍ୟା କରିବେ। ଯେହେତୁ ବାଧ୍ୟବାଧକତା ହେଇକି 7 ଦିନ ପାଇଁ ଡାକିଛନ୍ତି ଏଇଠି ରଣନୀତି ହଉଛି ନାରୀ ମାନଙ୍କର କଥା ପଡିବ, ଉତ୍ଥାପନ ହବ, ଭୋଟ ଚୋରି କଥା ଉତ୍ଥାପନ ହବ, ଅନାସ୍ଥା ପ୍ରସ୍ତାବ କଥା ଉତ୍ଥାପନ ହବ, ଅନାସ୍ଥା ପ୍ରସ୍ତାବ ଆସିବ। ଏ ବହୁତ କଥା ଅଛି। ପ୍ରଥମ କଥା ହଉଛି ଅନାସ୍ଥା, ନାରୀ ନିର୍ଯାତନା ଏବଂ ଭୋଟ ଚୋରି। এই ତିନିଟି ଯାକୁ ପ୍ରାୟୋରିଟି ଭାବରେ ଆମେ ତାକୁ ବିଧାନସଭାରେ ଉପସ୍ଥାପନ କରିବୁ।